ପିଏମ୍ କିଷାନ ବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଆଜି 17ତମ କିସ୍ତି 18 ଜୁନ 2024ରେ ରିଲିଜ ହୋଇଯାଇଛି, ଯେଉଁଥିରେ କି 9,26,00,000 ଲୋକଙ୍କୁ ଏହି କିସ୍ତି ପ୍ରଦାନ କରାଯାଇଛି। ଦେଖନ୍ତୁ 9,26,00,000 ଲୋକଙ୍କୁ ଦିଆଯାଇଛି ଆଜି 18 ଜୁନ 2024ରେ। ପିଏମ୍ କିଷାନରେ ବଞ୍ଚିତ ଚାଷୀଙ୍କୁ 15 ଦିନ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଆଜି ଓଡ଼ିଶାରୁ 31,62,000 ଚାଷୀ 632 କୋଟି ଟଙ୍କା ପାଇଛନ୍ତି। ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 2,000 ଟଙ୍କା ଲେଖାଏଁ ଆସିଛି। ବହୁତ ଲୋକଙ୍କ ପାଖକୁ ପଇସା ଆସିଯାଇଛି, ତ କିଛି ଲୋକଙ୍କ ପାଖକୁ ପଇସା ବି ଆସିନାହିଁ। ତ କିପରି ଜାଣିବେ ଯେ ଆପଣଙ୍କ ପାଖକୁ ପଇସା ଆସିଛି ନା ନାହିଁ, କିପରି ତାହା ଡିଟେଲ୍ସ ଜାଣିପାରିବେ ଯେ ପଇସା ଆପଣ ଆକାଉଣ୍ଟକୁ ଆସିଛି ନା ନାହିଁ। ତ ଆପଣ ନିଜର ଷ୍ଟାଟସ୍ ଜାଣିବା ପାଇଁ ପ୍ରଥମେ କ'ଣ କରିବେ ନା ପିଏମ୍ କିଷାନ, ଯେଉଁଟାକି ଆମର ପ୍ରଧାନମନ୍ତ୍ରୀଙ୍କର ଗଭର୍ଣ୍ଣମେଣ୍ଟ ସାଇଟ୍ ଯେଉଁଟାକି ଅଛି pmkisan.gov.in, ଏ ସାଇଟ୍କୁ ଓପନ୍ କରିଦିଅନ୍ତୁ କ୍ରୋମ୍ରେ କିମ୍ବା ନିଜ ଫୋନ୍ରେ ଓପନ୍ କରିଦେବେ। ଫୋନ୍ରେ ଓପନ୍ କଲା ପରେ ଦେଖନ୍ତୁ ଏଠି ଆସିଯିବ नो योर स्टाटस, ଏଠି ଲେଖା ହେଇଛି नो योर स्टाटस। ଏଠି କ୍ଲିକ୍ କରିବେ। नो योर स्टाटस ଉପରେ କ୍ଲିକ୍ କଲା ପରେ ଏଠି ଦେଖନ୍ତୁ, କ୍ଲିକ୍ କଲା ପରେ ଏଠି ଆସିଯିବ नो योर ରେଜିଷ୍ଟ୍ରେସନ ନମ୍ବର। ଯଦି ଆପଣ ରେଜିଷ୍ଟ୍ରେସନ ନମ୍ବର ଜାଣିଥିବେ ତାହେଲେ ତା ରେଜିଷ୍ଟ୍ରେସନ ନମ୍ବରରେ ଆପଣ ଇଏ କରିପାରିବେ। ଯଦି ରେଜିଷ୍ଟ୍ରେସନ ନମ୍ବର ଜାଣିନାହାନ୍ତି ତାହେଲେ नो योर ରେଜିଷ୍ଟ୍ରେସନ ନମ୍ବର ଉପରେ କ୍ଲିକ୍ କରିବେ। ଦେଖନ୍ତୁ ଏଇଟା ହେଉଛି नो योर ରେଜିଷ୍ଟ୍ରେସନ ନମ୍ବର, ଏଠି କ୍ଲିକ୍ କରିବେ। ଏଠି କ୍ଲିକ୍ କଲା ପରେ ଦେଖିବେ ଯେଉଁ ନମ୍ବରଟି ଆପଣ ପିଏମ୍ କିଷାନ ଦିଆହେଇଛି ଆଧାର ଆପଣ ଏଇଟା ଲିଙ୍କ ଅଛି, ସେଇ ନମ୍ବରଟି ଏଠି ଲେଖିଦେବେ। ଏ ନମ୍ବରଟା ଲେଖିଲା ପରେ ଗୋଟେ ଆସିଯିବ କ'ଣ ନା ଗୋଟେ ଏଇ ଯେଉଁ କ୍ୟାପଚାଟା ଦିଆହେଇଛି, ଏ କ୍ୟାପଚାଟା ଦେଇଦେବେ। କ୍ୟାପଚାଟା ଏଠି ଫୋନ୍ ନମ୍ବର ଦେଇଦେବେ। ଦେଇଦେଲା ପରେ ଗେଟ୍ ମୋବାଇଲ ଓଟିପି ମାରିଲା ପରେ ସିଏ ଆପଣଙ୍କୁ ଓଟିପି ଆସିଯିବ। ଓଟିପି ଆସିଲା ପରେ ଆପଣ ନିଜ ରେଜିଷ୍ଟ୍ରେସନ ନମ୍ବରଟା ପାଇଯିବେ। ରେଜିଷ୍ଟ୍ରେସନ ନମ୍ବର ପାଇଲା ପରେ ବ୍ୟାକ୍ କରିବେ। ବ୍ୟାକ୍ କରିକି ଆପଣ ଆସିବେ। ତାପରେ ସେ ଯେଉଁ नो ରେଜିଷ୍ଟ୍ରେସନ ନମ୍ବରକୁ ଯିବେ, ସେଠି ସେଇ ରେଜିଷ୍ଟ୍ରେସନ ନମ୍ବର ପକେଇବେ। ପକେଇ ଓଟିପି ମାରିଲା ପରେ ଆପଣ ଡିଟେଲ୍ସ ପଳେଇ ଆସିବ। ଯଦି ଏହି ଫର୍ମାଟ୍ରେ ଆପଣଙ୍କର ଆସୁନି, ପଇସାଟା କେମିତି ଆସୁଛି ନା ନାହିଁ ଜାଣିପାରିବେନି, କାହିଁକିନା ବେଳେବେଳେ ସାଇଟ୍ରେ ସର୍ଭର ଏରର ଆସେ। ତ ଆଉ ଗୋଟେ ଉପାୟ ହେଉଛି କ'ଣ ନା PFMS ଉପରେ କ୍ଲିକ୍ କରନ୍ତୁ। ଏଇଟା ଗୋଟେ ସାଇଟ୍ ଯେଉଁଟାକି ଗଭର୍ଣ୍ଣମେଣ୍ଟର କି ଯେଉଁ ସୋର୍ସରୁ ପଇସା ଆସିଥାଏ, PFMS ଉପରେ PFMSରେ ସର୍ଚ୍ଚ କରିକିରି ଇଏ କରି ତା ସାଇଟ୍ରେ ସର୍ଚ୍ଚ କଲା ପରେ ଆପଣଙ୍କର ଏଇ ପେଜ୍ଟା ଆସିବ। ତାପରେ PFMS ଉପରେ ଡାଇରେକ୍ଟ କ୍ଲିକ୍ କରିବେ। ଡାଇରେକ୍ଟ କ୍ଲିକ୍ କଲା ପରେ ଏଠି ଦେଖନ୍ତୁ ଅପସନ୍ ଆସିଗଲା, ଗୋଟେ ମେନ୍ ପେଜ୍ ଆସିଲେ ସେଠି ପେମେଣ୍ଟ ଷ୍ଟାଟସ୍ ଲେଖା ହେଇଛି। ବହୁତ ଜିନିଷ ଲେଖା ହେଇଛି, ରେଜିଷ୍ଟ୍ରେସନ ନମ୍ବର, ପେମେଣ୍ଟ ଷ୍ଟାଟସ୍, ସର୍ଚ୍ଚ, ବ୍ୟାଙ୍କ ସ୍କିମ୍। ଏଥିରେ ଆପଣ ଗଭର୍ଣ୍ଣମେଣ୍ଟର ଯାହା ବି ପଇସା ଆସିଛି ସେଠି ଟ୍ରାକ୍ କରିପାରିବେ। ଏଠି ଆମେ କ'ଣ ନା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଡିବିଟ୍ର ଷ୍ଟାଟସ୍ ଆମେ ଚେକ୍ କରିବା। ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର, ଏଠି ଆପଣ କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ଡିବିଟି ଷ୍ଟାଟସ୍ ଟ୍ରାକର କ୍ଲିକ୍ କଲି। କ୍ଲିକ୍ କଲା ପରେ ଡିଟେଲ୍ସ ଆସିବ ଯେ ଆପଣ କ'ଣ କେଉଁ ସୋର୍ସରୁ ଚାହୁଁଛନ୍ତି ପଇସା ଜାଣିବା ପାଇଁ। NSP, PM କିଷାନ, ନରେଗା, ପାହାଳ, ଯାହା ବି ଡିଟେଲ୍ସ ଲେଖାଯାଇଛି, ଆବାସ ଯୋଜନା, କେଉଁ ସୋର୍ସରୁ ଆପଣ ପଇସା ଆସିଛି, ସେଇ ପଇସା ଆସିଛି ନା ନାହିଁ ଜାଣିପାରିବେ। ବର୍ତ୍ତମାନ PM କିଷାନର ଜାଣିବାକୁ ଚାହୁଁଛି, ତ PM କିଷାନ ଉପରେ କ୍ଲିକ୍ କଲି। ସେଠି ପେମେଣ୍ଟ ବିଷୟରେ ଜାଣିବାକୁ ଚାହୁଁଛି। ଏଠି ଆପ୍ଲିକେସନ ଆଇଡି କ'ଣ ମାରିବେ ନା ଆପ୍ଲିକେସନ ଆଇଡି ହେଉଛି ଆପଣଙ୍କର ଯେଉଁ ରେଜିଷ୍ଟ୍ରେସନ ନମ୍ବର ଯେଉଁଟା ଆସିଥିବ, ଆପ୍ଲିକେସନ ଆଇଡି ତାଙ୍କର ଏଇଟା ହେଉଛି ଆପ୍ଲିକେସନ ଆଇଡି। ତାପରେ ବେନିଫିସିଆରୀ ନେମ୍ ଆସିଗଲା, ବେନିଫିସିଆରୀ କେତେ ଟଙ୍କା, ତାଙ୍କର ଭ୍ୟାଲିଡିଟି କେଉଁ ଡେଟ୍ରେ ତାଙ୍କର ରିଲିଜ୍ ହେଇଛି ସେ ପଇସା ଟିକେ ଦେଖେଇଦେଲା। ତାପରେ ଏଠି କେତେ ଆମାଉଣ୍ଟ ବି ତାଙ୍କର କେତେ ଟଙ୍କା ଆସିଛି ଦେଖେଇଦେଲା। ଏଠି ଆପଣ ଜାଣିପାରିବେ ଯେ ପେମେଣ୍ଟ ଆସିଛି ନା ନାହିଁ। ଯଦି କ୍ରେଡିଟ୍ ହେଇନି ତାହେଲେ ଏଠି ଲେଖିଦେବ ଯେ ପେମେଣ୍ଟ ପେଣ୍ଡିଂ
ଆଟ୍ ଏ ବ୍ୟାଙ୍କ। ଯଦି ଅଫିସିଆଲି ସେମାନେ ରିଲିଜ୍ କରିଦେଇଛନ୍ତି ପିଏମ୍ କିଷାନ ର ସାଇଟ୍ରୁ, କିନ୍ତୁ ଏଠି ଆପଣଙ୍କର ପେଣ୍ଡିଂ ଆସୁଛି, ମାନେ ଆପଣଙ୍କ ବ୍ୟାଙ୍କରେ କ୍ରେଡିଟ୍ ହୋଇନାହିଁ। ତ ବ୍ୟାଙ୍କକୁ ରିସିଭ୍ କରିବା ପାଇଁ ଛଡ଼ା ହେଇଯାଇଛି କେବେଠୁ ନା 15 ଜୁନରୁ। ସାଙ୍ଗସନ୍ କେବେ କ୍ଲୋଜ୍ ହେଇଛି ନା 16 ଜୁନ। ଡିଟେଲ୍ସ ଆପଣ ଏଠୁ ଆସିଗଲା ଯେ ପିଏମ୍ କିଷାନରୁ ଯୋଉ ଚାଷୀମାନେ ବଞ୍ଚିତ ହେଇଛନ୍ତି, ପିଏମ୍ କିଷାନ ଯୋଜନାରେ ବଞ୍ଚିତ ଚାଷୀଙ୍କୁ 15 ଦିନ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉ। ତା ମାନେ ମୋ କହିବା କଥା ଯୋଉମାନେ ଭୂମିହୀନ ଲୋକ, ମତେ ଲାଗୁଛି ସେମାନଙ୍କୁ କଣ ନା କାଳିଆ ଯୋଜନାରେ ଆଡ୍ କରାହେଇନଥିଲା, କାହିଁକିନା ସେମାନେ ଭୂମିହୀନ ଯେହେତୁ। କାଳିଆ ଯୋଜନା ଅନୁସାରେ ଯୋଉମାନେ ଜବ୍ କାର୍ଡ ଦେଇଥିଲେ ସେମାନେ ଭୂମିହୀନ, ତେଣୁ ସେମାନଙ୍କୁ କାଳିଆ ଯୋଜନା ଆଡ୍ ହେଇନଥିଲା। ଯଦି ସେମାନଙ୍କୁ କାଳିଆ ଯୋଜନାରେ ଆଡ୍ ହେଇନଥିଲା ତ ସେମାନେ କଣ କରିବେ ନା ବର୍ତ୍ତମାନ ପିଏମ୍ କିଷାନ ଯଦି ଆଡ୍ ହେବାକୁ ଚାହିଁବେ, ସେମାନେ ଡାଇରେକ୍ଟ ପିଏମ୍ କିଷାନ ଆପ୍ଲାଏ କରିବେ ନିଜର ଜମି ପଟା ଦେଇକି। ଆଗରୁ କଣ ଥିଲା ନା ଯୋଉମାନେ ଭୂମିହୀନ ଥିଲେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାହେଇପାରୁନଥିଲା। ମୋ କହିବା କଥା ଏଇଟା ହେଇପାରେ, ସିଓର ନୁହେଁ, କିନ୍ତୁ ଏଇଟା ହେଇପାରେ, ଏଇଭଳିଆ ହବ ବୋଲିକି ଆମେ ଆଶା କରୁଛୁ। ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ ଗସ୍ତ କରି ସେ କଣ କରିଛନ୍ତି ନା ଏତିକି ଟଙ୍କାର ଓଡ଼ିଶା ପାଇଁ ରିଲିଜ୍ କରାହେଇଛି। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟ 2,000 ଲେଖାଏଁ ପ୍ରଦାନ ବି କରାହେଇଛି। ଯଦି କିଛି ନୂଆ ଅପଡେଟ୍ ଜାଣିବାକୁ ଚାହୁଁଛନ୍ତି ତାହେଲେ ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏହିପରି ଭିଡ଼ିଓ ଦେଖିବା ପାଇଁ।